ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବିଦ୍ୟୁତ ବିଲ୍ ବା ଲାଇନ ବିଲ୍ ନ ଦେଇ ପାରିଲେ କଟିବନି ଲାଇନ। ଆସନ୍ତୁ ଦେଖିବା ଆଜିର ସମ୍ପୂର୍ଣ୍ଣ ଖବର। ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ବେଲ୍ ଆଇକନ୍ ଥିବା ଦବାଇ ଦେବେ, ଯାହାଫଳରେ ଆମେ ଯେକୌଣସି ଲାଟେଷ୍ଟ ଭିଡ଼ିଓ ଆପଣ ସର୍ବପ୍ରଥମେ ଦେଖିପାରିବେ। ଆସନ୍ତୁ ଆଜି ସମ୍ପୂର୍ଣ୍ଣ ଖବର ଦେଖିବା। ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବିଦ୍ୟୁତ ବିଲ୍ ବା ଲାଇନ ବିଲ୍ ନ ଦେଇ ପାରିଲେ କଟିବନି ଲାଇନ। ବିଦ୍ୟୁତ କାଟିବେନି କମ୍ପାନୀ। ଉପଭୋକ୍ତାଙ୍କ ଘରର ଲାଇନ କାଟି ପାରିବେନି ବିଦ୍ୟୁତ କମ୍ପାନୀ। ବିଦ୍ୟୁତ ନ କାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗ ଦାୟିତ୍ୱରେ ଥିବା କେଭି ସିଂଦେଓ କହିଛନ୍ତି, ଗ୍ରୀଷ୍ମ ପ୍ରଭାବ ସମୟରେ ବିଦ୍ୟୁତ କାଟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ଲାଇନ ବିଲ୍ ନ ଦେଇଥିଲେ ମଧ୍ୟ ବିଦ୍ୟୁତ କଟାଯିବ ନାହିଁ। ରାଜ୍ୟରେ କେହି ଜଣେ ବି ବ୍ୟକ୍ତିଙ୍କ ବକେୟ ଟଙ୍କା ନ ଦେଇ ପାରିଲେ ଲାଇନ କଟାଯିବ ନାହିଁ। କାଳବୈଶାଖୀ କିଛି ସ୍ଥାନରେ ବିଦ୍ୟୁତ କଟାଯାଉଥିବା ସମୟରେ ଏଥିପାଇଁ ଚଳିତ ଥର ଠିକରେ ବିଦ୍ୟୁତ ପରିଚାଳନା ହେଉଛି। ରାଜ୍ୟ ସରକାର ବଡ଼ ଘୋଷଣା କ୍ରମେ ବିଦ୍ୟୁତ ବିଲ୍ ବା ଲାଇନ ବିଲ୍ ନ ଦେଇ ପାରିଲେ କଟିବନି ଲାଇନ। ବିଦ୍ୟୁତ କାଟିବେନି କମ୍ପାନୀ। ଉପଭୋକ୍ତାଙ୍କ ଘରର ଲାଇନ କାଟି ପାରିବେନି ବିଦ୍ୟୁତ କମ୍ପାନୀ। ବିଦ୍ୟୁତ ନ କାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଉପମୁଖ୍ୟ